ବୟସାଧିକ୍ୟ ହେତୁ ନନାକୁ ରାତିରେ ପ୍ରାୟ ନିଦ ଆସୁନଥିଲା। କ୍ରମଶଃ ଅନିଦ୍ରାଜନିତ ରୋଗ ତାଙ୍କୁ କଷ୍ଟ ଦେଲା। ମଝିରେ ମଝିରେ ଡାକ୍ତର ଦେଖାଇ ଔଷଧ ଆଣିଲି। ତଥାପି କେଉଁ ରାତିରେ ଅଳ୍ପ ଅବଧିର ନିଦ ହେଲା ତ କେଉଁ ରାତିରେ ଆଖିରେ କଷା ପଡ଼ିଲା ନାହିଁ। ଯାହା ପାଇଁ ନିଜେ ତ ରୋଗୀଣ ହେଲେ, ସମଗ୍ର ପରିବାରକୁ ବି ଅନିଦ୍ରା ରଖି ଅସୁସ୍ଥ କଲେ। ଦିନେ ବଳେଇ ପକାଇବାରୁ ମେଡିକାଲରେ ଭର୍ତ୍ତି କଲି। ସମୟ ରାତି ପାଖାପାଖି 3। ନନା ହାତଠାରି ପାଖକୁ ଡାକିଲେ ଏବଂ କହିଲେ, ସକାଳୁ ମୋତେ ଘରକୁ ନେଇଯା, ମୋ ଆଖିରେ ଖୁବ୍ ନିଦ। ଏତେ ନିଦ ଯେ ଲାଗୁଛି ଜଗତ ଯାକର ନିଦ ମୋ ଆଖିରେ ଘର କରି ନେଇଛନ୍ତି। ତା ଛଡ଼ା ମୁଁ ମେଡିକାଲରେ ଭରି ହୋଇଛି ଜାଣି ବୋଉକୁ ବି ଘରେ ନିଦ ହେଉନଥିବ। କହିଲି, ହେଉ, ସକାଳୁ ଡାକ୍ତରଙ୍କୁ କହି ଡିସଚାର୍ଜ ନେଇଯିବା। ନନା ଗୋଟେ ଛୋଟ ହସଟେ ହସି ଶୋଇଗଲେ। ସକାଳ ଥିଲା ରବିବାର। ଡାକ୍ତର ଆସିବେନି ବୋଲି ନର୍ସ କହି ଡିସଚାର୍ଜ ଦେଇଦେଲେ। ନନାଙ୍କୁ ଘରକୁ ନେବା ପାଇଁ ଅଟୋ ପାଇଁ ବାହାରକୁ ଆସିଲି। ବାହାରେ ସୂର୍ଯ୍ୟ ସମ ହସ୍ପିଟାଲର ଶୌଚ ପାଚେରୀ ଉପରକୁ ଉଠିଗଲେଣି। ସକାଳର ନାରଙ୍ଗୀ ରଙ୍ଗର ଖରା ପାହାଡ଼ ଦେହରେ ହୋଲି ନିଆଁ ପରି ଚିକଚିକ୍ କରୁଛି। ନନା କିନ୍ତୁ ଆଉ ଉଠିଲେ ନାହିଁ। ସେମିତି ଛୋଟିଆ ହସଟେ ଲାଗି ରହିଥିଲା ତାଙ୍କ ଓଠ ଫାଙ୍କରେ। ସବୁଦିନ ପାଇଁ ସେ ଶୋଇଯାଇଥିଲେ ବିନା ଔଷଧରେ। ସବୁଦିନ ପାଇଁ ସେ ଶୋଇଯାଇଥିଲେ ବିନା ଔଷଧରେ। ସବୁଦିନ ପାଇଁ ସେ ଶୋଇଯାଇଥିଲେ ବିନା ଔଷଧରେ।